Lastly, the government and even Jaga Pradhan has taken the right decision. কথা হচ্ছে এটা তো ভুল হইতান্তা যদি এটা ন হইতান্তা এবং স্ট্রাইক চালি স্ট্রাইক কোন কার্যবন্ধ আন্দোলন করতে বহুত ইট ওয়াজ ভেরি ব্যাড সারা ভারতবর্ষରେ ଏଇଟାକୁ ନେଇକି ନିନ୍ଦିତ ହେଇଛି ଓଡ଼ିଶା ସରକାର ନା ମାନେ ଏଥିରେ ବିଜେପି କି ଲାଭ ହବ ନା କ୍ଷତି ହବ? ବିଜେପିର ଯୋଉ କ୍ଷତି ବିଜେପି ସରକାରର ବିଜେପି ଦଳର এই ଘଟଣାରେ ଯୋଉ କ୍ଷତି ତ ନିଶ୍ଚିତ ଭାବରେ ହେଇଛି କିନ୍ତୁ ଏଇ ଘଟଣା କରିକି ମୁଁ ଭାବୁଛି ଫ୍ରମ୍ ଦି ଡେ ୱାନ୍ ରୁ ଯଦି ସେ ଦ୍ୱିତୀୟ ଦିନ ବି କରିଥାନ୍ତେ ଭଲ ହେଇଥାନ୍ତା ଜଗା ପ୍ରଧାନ ସିଏ ବିଜେପିର ଜଣେ ବରିଷ୍ଠ ନେତା ହେଇପାରେ କିନ୍ତୁ ଆଇନ ଆଖରେ ବିଜେପି ସରକାର ସମସ୍ତଙ୍କୁ ସମାନ ଭାବରେ ଦେଖୁଛି ସେ ଦୃଷ୍ଟିଭଙ୍ଗୀ ନେବା ଉଚିତ ଥିଲା ସେ ଅନ୍ୟମାନଙ୍କୁ ବହିଷ୍କାର କଲେ ଦଳରୁ ଅନ୍ୟମାନଙ୍କୁ ଗିରଫ କଲେ ମାଡ଼ ମାରିଥିଲେ ଯିଏ କିନ୍ତୁ ଯିଏ ପ୍ରକୃତରେ ସେମାନଙ୍କୁ ପଠେଇଥିଲେ ବୋଲି ଯୋଉଟା ନିଜେ ଅତିରିକ୍ତ କମିଶନର ନିଜେ କହୁଛନ୍ତି ଏଫଆଇଆର ଦେଇଛନ୍ତି ତା ଭିତରେ ତାଙ୍କୁ କରିଥିଲେ ତ ସେଇଟା ତାଙ୍କର ସରକାରର ଆଇନ ପ୍ରତି ସମାନ ନଜର ଅଛି ସମସ୍ତ ପ୍ରତି ସମାନ ଦୃଷ୍ଟିଭଙ୍ଗୀ ଅଛି ସମସ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ସେଇଟା ଇଷ୍ଟାବ୍ଲିଶ ହେଇଥାନ୍ତା ନା ସେଇଟା ବିଜେପିର ଲାଭ ହେଇଥାନ୍ତା କିନ୍ତୁ ନ କହିବା ଫଳରେ କଣ ହେଲା ଆପଣ ଯେ ଦେଖିଥିବେ ସେଦିନ ତା ପରଦିନ ଜାତୀୟ ଗଣମାଧ୍ୟମରେ ସମସ୍ତ ଜାତୀୟ ଗଣମାଧ୍ୟମ ଏଇଟା ଗୋଟେ ମୁଖ୍ୟ ପ୍ରସଙ୍ଗ ଭାବରେ ନେଲେ ଏବଂ ଏଇ ଘଟଣାଟାକୁ ଖାଲି ନିନ୍ଦା କଲେନି ଯେ ଏକଥା କିପରି ଭାବରେ ସମ୍ଭବ ହଉଛି ଓଡ଼ିଶାରେ ଯେହେତୁ ଶାସକ ବିଜେପି ଏଥିରେ ସମ୍ପୃକ୍ତ ଅଛି ଏଇଟା ବିଜେପିର ଦଳର ବିଜେପି ସରକାର ମାନେ କିଛି ନିନ୍ଦା କରିଥିଲା କିନ୍ତୁ ସେ ଦୃଷ୍ଟିରୁ ଦେଖିଲେ ଏବଂ ଓଏସ୍ ଅଫିସର ଆସନ ଯୋଉ ଧର୍ମଘଟ କଲେ ଧର୍ମଘଟ ଛୁଟି ନେଇକି କାର୍ଯ୍ୟରେ ଯୋଗ ଦେଲେନି ମୁଁ ଭାବୁଛି ସେଭଳି ଦେଖନ୍ତୁ ଗୋଟେ ଅର୍ଗାନାଇଜେସନ ସଂଘର ଏ ଅଧିକାର ରହିଛି ଅଧିକାର ତ କହିପାରିବେନି ସରକାର ଯେ ତାକୁ ଏସେନ୍ସିଆଲ ସର୍ଭିସ ଭାବରେ ବାତିଲ କରିଥାନ୍ତେ ବାତିଲ ଗିରଫ କରିଥାନ୍ତେ ଭିନ୍ନ କଥା ହେଇଥାନ୍ତା ଯଦିଓ ସରକାରୀ କର୍ମଚାରୀ ଧର୍ମଘଟ କରିପାରିବେ ହେଲେ ମଧ୍ୟ ବି କରିପାରିବେ କିଛି ଅସୁବିଧା ନାହିଁ ସେ କଲେ ଛୁଟି ଦରଖାସ୍ତ କଲେ କାହିଁକି ନା ସରକାରଙ୍କୁ ବାଧ୍ୟ କରିବାକୁ ଚାହିଁଲେ ସେମାନେ କିନ୍ତୁ ଏହା ଗୋଟେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭାବିବା ଠିକ ହବନି ଆଦୌ ଭାବିବା ଠିକ ହବନି ସରକାର ଓଏସ୍ ଅଫିସରଙ୍କ ବିରୁଦ୍ଧରେ ବିଭିନ୍ନ ମହଲରେ ବହୁତ ଅଭିଯୋଗ ଅଛି ତା ମଧ୍ୟ ସତ୍ୟ ଦୁର୍ନୀତି ମନ୍ତ୍ରୀ କିନ୍ତୁ ସେଇ ଘଟଣାକୁ ଏଇ ସେଇଟା ଏକାଠି ବିଚାର କରିବାଟା ଠିକ ନୁହେଁ ଏଠି ଯାହା ହେଇଛି ତା ଭୁଲ ଅନ୍ୟାୟ ନିନ୍ଦନୀୟ ଏବଂ ଯେତେବେଳେ ଯୋଉମାନେ ମାଷ୍ଟର ମାଇଣ୍ଡ ଯୋଉମାନେ ଯିଏ କରିଛନ୍ତି ଏ କଥା କିଭଳି ଭାବରେ ନିଜ ସମର୍ଥ ମାନଙ୍କୁ ସେ କହିପାରିଲେ କାରଣ ସେ ଯୋଉ ଯାଇଥିଲେ ସେଇଟା ଯୋଉ ବାର୍ତ୍ତା ଦେଲା ସେଇ ବାର୍ତ୍ତା ଅନୁସାରେ ମୁଁ ଭାବୁଛି ଏଭଳି ଗୋଟେ କାର୍ଯ୍ୟକ୍ରମ ଡେ ୱାନ୍ ରୁ କରିପାରିଥାନ୍ତେ ସରକାର ଯଦି ଡେ ୱାନ୍ ରୁ ଅତିରିକ୍ତ କମିଶନରଙ୍କର ଷ୍ଟେଟମେଣ୍ଟକୁ ବିଚାର କରି ନେଇକି ସେ ଯୋଉ ଇତଲା ଦେଇଥିଲେ ତାଙ୍କ ବୟାନକୁ ନେଇକି ଯଦି ଡେ ୱାନ୍ ରୁ ବା ଡେ ଟୁ ରୁ ମଧ୍ୟ ବି ଅନ୍ୟମାନଙ୍କୁ ଗିରଫ କଲେ ଦଳ ସସ୍ପେଣ୍ଡ କଲା ଅନ୍ୟମାନଙ୍କୁ ଆହୁରି ଭଲ କାର୍ଯ୍ୟ କଲା ଯଦି ଜଗନ୍ନାଥ ପ୍ରଧାନଙ୍କୁ ମଧ୍ୟ ବି 2 ଦିନ ଆଗରୁ ମଧ୍ୟ ବି ଗିରଫ କରିଥାନ୍ତେ ବା ଜଗନ୍ନାଥ ପ୍ରଧାନ ଏକଥା ମଧ୍ୟ ଯଦି ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ ବୋଲି ତାଙ୍କର ଦୃଢ ଧାରଣା ବା ସିଏ ସମ୍ପୃକ୍ତ ନୁହନ୍ତି ତାହେଲେ ସେ ଆଣ୍ଟିସିପେଟେଡ୍ ବେଲ୍ ଆଣିଥାନ୍ତେ ତାଙ୍କ ପାଇଁ ଯଥେଷ୍ଟ ସମୟ ଥିଲା 3 ଦିନ 4 ଦିନର ସମୟ ଥିଲା ସେ ଆଣ୍ଟିସିପେଟେଡ୍ ବେଲ୍ ପାଇଁ ମଧ୍ୟ ଯାଇପାରିଥାନ୍ତେ ତା ବି ସେ କଲେ ନାହିଁ ଏବଂ ତାଙ୍କୁ ଗିରଫ କରାଯିବନି ସରକାରଟା ଦୁର୍ବଳ ହଉଛି ନା ଦ୍ୱାରା ସରକାର ଭାବମୂର୍ତ୍ତି ଓଡ଼ିଶାରେ ନୁହଁ ସାରା ଦେଶରେ ମୁଁ ତ ଦେଖି ସେଦିନ ଜାତୀୟ ଗଣମାଧ୍ୟମରେ ଯେତେ ଆଲୋଚନା ହେଇଛି କୌଣସି ସରକାର କାର୍ଯ୍ୟକୁ ତ କେହି ସମର୍ଥନ କରିନାହାନ୍ତି ବରଂ ଜାତୀୟ ଗଣମାଧ୍ୟମରେ ବିଜେପିର ଓଡ଼ିଶାର ଜଣେ ମନ୍ତ୍ରୀ ଯିଏ ପାର୍ଟିସିପେଟ୍ କରିଥିଲେ ସେ ତ କହିଲେ ଅତ୍ୟନ୍ତ ନିନ୍ଦନୀୟ କଥା ଏଥିରେ ଯେଉଁମାନେ ସମ୍ପୃକ୍ତ ସମ୍ପର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହଉ କହିଲେ ତ ସେ ଅନୁସାରେ ହେବା କଥା ଉଚିତ ଥିଲା ହେଲେ ଏ ଷ୍ଟ୍ରାଇକ୍ ବି ହେଇନଥାନ୍ତା ଏ ଧର୍ମଘଟ ବି ହେଇନଥାନ୍ତା ଭଲ ବାର୍ତ୍ତା ଯାଇଥାନ୍ତା ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆଦୌ କରିବା ଉଚିତ ଓଏସ୍ ଅଫିସର ମାନେ ଦୁର୍ନୀତିରେ ଅଛନ୍ତି ଆଉ କଣ କୋଉ କାର୍ଯ୍ୟରେ ଅଛନ୍ତି ଆଉ ତା ସହିତ ଆକୁ ଲିଙ୍କ କରିବା ଉଚିତ ନୁହେଁ ଏଗୁଡ଼ା ସମ୍ପୂର୍ଣ୍ଣ ଅଲଗା ବିଷୟ ଆକୁ ସମ୍ପୂର୍ଣ୍ଣ ଭାବରେ ଯୋଉଠି ଦୁର୍ନୀତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହଉ ସେଥିରେ କିଛି ଅସୁବିଧା ନାହିଁ ଲୋକ ବି ଅନେକ ଜାଗାରେ କରୁଛନ୍ତି କିନ୍ତୁ ନିଜେ ସରକାରୀ ଦଳର ଜଣେ ସଦସ୍ୟ ସରକାରୀ ଦଳର କର୍ମୀ ସରକାରୀ ଅଫିସରେ ବସିକି এইভাবে ভাবে আচরণ করা কেবে হলে গ্রহণীয় নুহে ভাবছি আইন তা অনুসারে তো কার্য পদক্ষেপ নব কিন্তু তাঙ্ক বিরুদ্ধে କାର୍ଯ୍ୟାନୁଷ୍ଠାନ ହେଇଛି ଜଗନ୍ନାଥ ଗିରଫ ହେଇଛନ୍ତି ଭଲ କଥା ହେଇଛି ସେ ଆଗରୁ ଜାଣିପାରିକି ସେ ଆଣ୍ଟିସିପେଟେଡ୍ ବେଲ୍ ମଧ୍ୟ ନେଇପାରିଥାନ୍ତେ ତା ବି ସେ ନେଇନାହାନ୍ତି ତେଣୁ ବର୍ତ୍ତମାନ ତାଙ୍କୁ ଜାମିନକି ଅପେକ୍ଷା କରିବାକୁ ପଡିବ କିନ୍ତୁ ଆଇନ ଅନୁସାରେ ଯେ କାର୍ଯ୍ୟ ହେଇଛି ଓଡ଼ିଶାରେ ଏ ବାର୍ତ୍ତା ତ ଗଲା
ନହେଲେ କୋର୍ଟ ତାଙ୍କୁ ଡେ ୱାନ୍ ଖଲାସ କରିଦବ। କାଲି ଯେତେବେଳେ ମାଜିଷ୍ଟ୍ରେଟ କୋର୍ଟରେ ସେ ହାଜର ହେଲେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଖଲାସ କରିଦେଇଥାନ୍ତା। ବର୍ତ୍ତମାନ ଯିବେ ତ ସେସନ କୋର୍ଟକୁ ଯିବେ, ସେଠି ମଧ୍ୟ କଥା ଉଠିବ। ଯଦି ତାଙ୍କ ବିରୁଦ୍ଧରେ କୌଣସି ନାହିଁ ଏଭିଡେନ୍ସ ନାହିଁ, ସେସନ କୋର୍ଟ ତାଙ୍କୁ ଜାମିନ ସାଙ୍ଗେ ସାଙ୍ଗେ ଦେଇଦବ। କିନ୍ତୁ କଣ ବାର୍ତ୍ତା ଗଲା ଭାବନ୍ତୁ, ସରକାର କଣ ଲାଭ ହେଲା ଭାବନ୍ତୁ, ବିଜେପିରେ କଣ ଲାଭ ହେଲା ଭାବନ୍ତୁ। ଯେମିତି ବିଜେପିର ସେ କର୍ମୀମାନଙ୍କୁ ସସ୍ପେଣ୍ଡ କରିଥିଲେ ବା ଏମାନେ ଗିରଫ କରିଥିଲେ, ଏ କାର୍ଯ୍ୟ କରିବା ଫଳରେ ବିଜେପି ଏ ବାର୍ତ୍ତା ମଧ୍ୟ ଦେବାକୁ ଚାହିଁଲା, କମ୍ ହ୍ୱାଟ ନୁହେଁ, ଯିଏ ଯୋଉ ଗୋଷ୍ଠୀର ସଦସ୍ୟ ହୁଅନ୍ତୁ ନା କାହିଁକି, ଆଇନ ଶାସନ ପ୍ରତିଷ୍ଠା କରିବା ପାଇଁ ସିଏ ନିଜ ଦଳର ଲୋକ ହୁଅନ୍ତୁ ପଛକେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ ଯଦି ଆଇନ କେ ହାତକୁ ନିଏ। ଭଲ ବାର୍ତ୍ତା ନାହିଁ ଆଉ, ଏଟା ଖରାପ କି? ବଢିବା କଥା, କିନ୍ତୁ କଥା ନୁହେଁ। ସେ ଆଗରୁ ଆଉ ଟିକେ ଦିନ ଆଗରୁ ମଧ୍ୟ ନେଇ ପାରିଥାନ୍ତେ ବିଷୟରେ କୁଡା ଡିସାଇଡ୍, ଆହୁରି ଭଲ ହେଇଥାନ୍ତା। କାରଣ ଏଇସବୁ ଜିନିଷ କୌଣସି ପ୍ରକାର କେହି ପ୍ରଶ୍ରୟ ଦେବା ଉଚିତ ନୁହଁ। କମ୍ ହ୍ୱାଟ ନାହିଁ।